ପ୍ରେମ ଦୁନିଆରେ ନୂଆ ନୂଆ ପାଦ ଥାପିଲେ ବୋଧେ ଏମିତି ହୁଏ। ଆଉ ପ୍ରଥମ ଦେଖାର ମଜା ତ ବହୁତ ନିଆରା ନା। ସେଇ ପ୍ରଥମ ଦେଖାରେ ପ୍ରତୀକ ଇତିକୁ ମନ ଦେଇଛି। ଆଉ ତାରି ଭିତରେ ଅପେକ୍ଷା କରିଛି କେବେ କଲେଜରୁ ଆଡ଼ମିସନ୍ ପାଇଁ କଲ୍ ଆସିବ। ବୋଧେ ଅପେକ୍ଷାର ଫଳ ମିଠା ଭାବି ଅପେକ୍ଷା କରିଛି ପ୍ରତୀକ। କଲ୍ କ'ଣ ସତରେ ଆସିବ? ଆଉ ପ୍ରତୀକ ତା ମନର ମଣିଷକୁ ସବୁଦିନେ କଲେଜରେ ଦେଖିବା ପାଇଁ ସୁଯୋଗ ପାଇବ? ତାହେଲେ ଡେରି କାହିଁକି, ଆସନ୍ତୁ ଆରମ୍ଭ କରିବା ଆଜିର କାହାଣୀ। ଆରେ ଏତେ ଦିନ ହେଲାଣି ସବୁ କଲେଜରୁ ଆଡ଼ମିସନ୍ ପାଇଁ ବି ସରିଗଲାଣି, ହେଲେ ସେ କଲେଜରୁ କ'ଣ ପାଇଁ ଆସୁନି? ଆଡ଼ମିସନ୍ ତ ଆରମ୍ଭ ହୋଇଗଲାଣି। ଥରେ କଲେଜ ଯାଇ ବୁଝିବାକୁ ପଡ଼ିବ। ଯାହା ହଉ ଆଜି ମୋର ଆଡ଼ମିସନ୍ ସରିଗଲା। କାଲିଠୁ କ୍ଲାସ୍ ଆସିବାକୁ ପଡ଼ିବ। ଯାଉଛି ଏବେ ପଳେଇବି। ଆରେ ସେ ପୁଅଟା କୁଆଡ଼େ ଆସୁଛି? ସେ ବି ଏଠି ଆଡ଼ମିସନ୍ କରିବ କି? ଆରେ ଇଏ ତ ସେଇ ଝିଅ, ତାର କ'ଣ ଆଡ଼ମିସନ୍ ସରିଗଲାଣି କି? ଯାଉଛି ପଚାରିବି। ଏତେ ତୁମର ଆଡ଼ମିସନ୍ ସରିଗଲାଣି? ଆଉ କ'ଣ ଏଠି ପିକନିକ୍ କରିବାକୁ ଆସିଛି? କୁଆଡ଼ୁ କୁଆଡ଼ୁ ଚାଲି ଆସନ୍ତି କେଜାଣି। ରାଗୁଛନ୍ତି କାହିଁକି? ମୋର ଆସିନି ତ ସେଥିପାଇଁ ପଚାରିଲି। ଯାଉନ ଅଫିସରେ ବୁଝିବ। ଆରେ ବାପରେ, ଇଏ ଏମିତି କ'ଣ ହେଉଛି? ମୁଁ ତ ନର୍ମାଲ ପଚାରିଲି। ମୋ ମୁହଁ କ'ଣ ୟାକୁ ପସନ୍ଦ ଆସୁନି ନା ମୁଁ ତାକୁ ବିରକ୍ତ କରୁଛି? ହଉ ଛାଡ଼, ମୁଁ ଅଫିସ୍ ଯାଇ ପଚାରିଦିଏ। ସାର୍, ମୋ ନାଁ ଟିକେ ଦେଖିଲେ, ମୋର କ'ଣ ସିଲେକ୍ସନ୍ ହୋଇଛି କି? ନା କ'ଣ? ସାର୍ ପ୍ରତୀକ। ଆରେ ତୁମ ଫର୍ମଟା କିଏ ତଳେ ରଖିଦେଇଛି? ତୁମ ମାର୍କ ଅନୁସାରେ ତ ଆମ କଲେଜର ଫାର୍ଷ୍ଟ ସିଲେକ୍ସନ୍ ହେଇଯିବା କଥା। ହେଲେ ସାର୍ ଏପର୍ଯ୍ୟନ୍ତ କିଛି କଲ୍ ଆସିଲାନି। ଭାବିଲି ଟିକେ କଲେଜ ଯାଇ ପଚାରିଦେବି। ହଁ, ଆଜି ଆଡ଼ମିସନ୍ କରିବେ କି? ଏବେ ହେଇଯିବ। ହେଲେ ସାର୍ ମୁଁ ତ ରେଡ଼ି ହୋଇକି ଆସିନି। କେତେ ଟଙ୍କା ଦରକାର? 2000 ଟଙ୍କା ଦେଲେ ଆଡ଼ମିସନ୍ ହେଇଯିବ। ଆଉ ଯାହା ପରେ ଦେଲେ ଚଳିବ। ଆରେ ମୋ ପାଖରେ ତ 1000 ଟଙ୍କା ଅଛି। ସାର୍ ମୁଁ କାଲି ଆସିକି କରିବି? ହଉ, ଏଇ ନିଅ ତୁମ ଆଡ଼ମିସନ୍ ଲେଟର୍। କିଏ ଯଦି 1000 ଟଙ୍କା ଦେଇଦିଅନ୍ତା ମୁଁ ଆଜି ଆଡ଼ମିସନ୍ଟା କରିଦିଅନ୍ତି। ଆରେ ଏ ଝିଅ କ'ଣ ଯାଇନି? ଏପର୍ଯ୍ୟନ୍ତ ଗେଟ୍ ପାଖରେ ଠିଆ ହେଇଛି। ମୁଁ ପଳାଏ, ନହେଲେ କ'ଣ କହିଦେବି ଯେ ସେ ପୁଣି ରାଗିବ। ଏ ହ୍ୟାଲୋ ମିଷ୍ଟର, କ'ଣ ହେଲା? ତମ ନାଁ ନାହିଁ ନା? ତମ ଭଳିଆ ମୂର୍ଖମାନଙ୍କର ନାଁ ନଥିବ। ତମ ମୁହଁ ଦେଖିଲେ ଜଣାପଡ଼ୁଛି ତମେ ସିଲେକ୍ସନ୍ ହେଇନ। ନା ସେ କଥା ନୁହେଁ ଯେ। ଥାଉ ଥାଉ, ସଫେଇ ଦେବା ଦରକାର ନାହିଁ। ଯିଏ ଫର୍ମ ପୂରଣ କରିବାକୁ ଆଉ କାହା ସାହାଯ୍ୟ ନେଉଥିଲା ତା ପାଠପଢ଼ା କେତେ ମୋତେ ଜଣା। ନୂଆ ବୋଲି ପଚାରିଥିଲି, ହେଲେ ଜାଣିନଥିଲି ଏମିତି ଶୁଣିବାକୁ ପଡ଼ିବ। ମୋର ଏମିତି କହିବାର ନଥିଲା। ତାକୁ କଷ୍ଟ ହେଇଥିବ ନିଶ୍ଚିନ୍ତ। ହଉ ଛାଡ଼, ସେ ତ ପଳେଇ ଗଲାଣି, ଆଉ ତ ଆସିବନି। ତାର ତ ସିଲେକ୍ସନ୍ ହେଇନି, ସେଥିପାଇଁ ମନ ଦୁଃଖ କରି ପଳେଇ ଗଲାଣି। ସେ ଝିଅର କଥାବାର୍ତ୍ତା ଠିକ୍ ଲାଗୁନି। ମୁଁ ଯାହା ପାଇଁ କଲେଜରେ ଆଡ଼ମିସନ୍ ନେବାକୁ ଯାଉଥିଲି ସେ ଯେମିତି କଥା କହୁଛି ଶୁଣି ହେବନି। ଭାବୁଛି ଅଲଗା କଲେଜ ଦେଖିବି। ଆରେ ବସ୍ ଆସିଗଲାଣି। ଆରେ ମୋ ଫାଇଲ୍ଟା ବୋଧେ ଅଫିସରେ ଛାଡ଼ିଦେଲି, ଯାଉଛି ଦେଖେ। ତୁମମାନେ ଏମିତି କାମ କ'ଣ ପାଇଁ କରୁଛ? ସେ ପ୍ରତୀକ ଫାର୍ଷ୍ଟ ସିଲେକ୍ସନ୍ରେ ସିଲେକ୍ଟ ହେଇଛି, ହେଲେ ତା ଫର୍ମ ତଳେ ରଖିଦେଇଛ। ତୁମମାନଙ୍କ ପାଇଁ ଗୋଟେ ଭଲ ଷ୍ଟୁଡେଣ୍ଟ ହାତରୁ ଯାଇଥାନ୍ତା। ସରି ସାର୍, ଭୁଲରେ ରହିଯାଇଥିବ। ଆଉ ଆଗକୁ ଏମିତି ଭୁଲ ହେବନି। ମ୍ୟାମ୍, ମୋ ଫାଇଲ୍ଟା ଛାଡ଼ି ଦେଇଥିଲି କି? ଏଇଟା କି ଦେଖିଲ? ହଁ ମ୍ୟାମ୍, ଏଇଟା। ମ୍ୟାମ୍, ସାର୍ ଯେଉଁ ରାଗୁଥିଲେ କେଉଁ ପିଲା ଫର୍ମ ତଳକୁ ରହିଯାଇଥିଲା କି? ଏଇ ଏବେ ଏବେ ଯେଉଁ ପିଲା ଗଲା ତାର ଫାର୍ଷ୍ଟ ସିଲେକ୍ସନ୍ ହୋଇଯାଇଛି, ହେଲେ ଫର୍ମଟା ତଳେ କେମିତି ରହିଯାଇଥିଲା। ଆଉ ତାହେଲେ ଆଡ଼ମିସନ୍ କାହିଁ କଲେନି? ମନ ଦୁଃଖ କରି ପଳେଇଲେ। ତା ପାଖରେ ପଇସା କମ୍ ଥିଲା, ପରେ ଆସିକି କରିବ କହିଲା। ଆରେ ମିଛଟାରେ ତାକୁ କେତେ କଥା କହିଲି। ଯଦି ସତ ଜାଣିବାକୁ ଚେଷ୍ଟା କରିଥାନ୍ତି ତାହେଲେ ମୋ ପାଖରେ ପଇସା ଥିଲା, ମୁଁ ଦେଇଥାନ୍ତି, ଆଡ଼ମିସନ୍ କରିପାରିଥାନ୍ତା। ନିଦ ଠିକ୍ରେ ହେଉନି, ଭାବିପାରୁନି କ'ଣ କରିବି। ନା ସେ କଲେଜ ଯିବିନି କି ଆଡ଼ମିସନ୍ କରିବିନି, ଅଲଗା କଲେଜରେ କରିବି। ସବୁ କଲେଜରୁ ଆସିସାରିଥିଲା କଲ୍, ହେଲେ କେବଳ ସେଇ କଲେଜକୁ ଛାଡ଼ି। ପ୍ରତୀକ ସିନା ଯାଇଥିଲା ବୁଝିବାକୁ, ହେଲେ ଫର୍ମଟା ଭୁଲରେ ତଳେ ରହିଯାଇଥିଲା। କଲେଜରେ ସିନା ଆଡ଼ମିସନ୍ କରିବାକୁ କହିଲେ, ହେଲେ ପ୍ରତୀକ ପାଖରେ କମ୍ ପଡ଼ିଲା ପଇସା। କିନ୍ତୁ ଏପଟେ ଇତିର ବ୍ୟବହାରରେ ଅତିଷ୍ଠ ହୋଇ ମନ ବଦଳେଇ ଦେଇଛି ପ୍ରତୀକ। ଆଉ ଇତି ଯେଉଁ କଥାକୁ ନେଇ ପରିହାସ କରୁଥିଲା, ସତ ଜାଣିବା ପରେ ସେ ମଧ୍ୟ ପଶ୍ଚାତାପ କରୁଛି। ସତରେ କ'ଣ ପ୍ରତୀକ ଆଉ ସେ କଲେଜକୁ ଆସିବନି? ଆଉ ଏପଟେ ଇତି କରିଥିବା ଭୁଲ ପାଇଁ ପଶ୍ଚାତାପ ତ କରୁଛି, ହେଲେ କ୍ଷମା ମାଗିବାକୁ କ'ଣ ଆଉ ପ୍ରତୀକ ସହିତ ଦେଖା ହେଇପାରିବ?
ଜାଣିବା ପାଇଁ ଅପେକ୍ଷା କରନ୍ତୁ ଆମର ଆଗାମୀ ଅଧ୍ୟାୟକୁ ଠିକ୍ ଏହି ସମୟରେ।